ଯେକୌଣସି ମୁହୂର୍ତ୍ତରେ ପାରାଦୀପ ଭିତରକୁ ମାଡ଼ି ଆସିପାରେ ସମୁଦ୍ର। କୋଷ୍ଟାଲ ହାଇୱେ ଯୋଗୁଁ ଏବେ ବିପଦରେ ବନ୍ଦରନଗରୀ ପାରାଦୀପ। କୋଷ୍ଟାଲ ହାଇୱେରେ ବ୍ୟବହାର କରାଯାଉଛି ସମୁଦ୍ର କୂଳର ଲୁଣାବାଲି। ରାସ୍ତା କଳଠାରୁ ସମୁଦ୍ର ପର୍ଯ୍ୟନ୍ତ ଖାଲି ସୃଷ୍ଟି ହୋଇଛି ପୋଖରୀ। ଲୁଣାବାଲିରେ ତିଆରି କୋଷ୍ଟାଲ ହାଇୱେର ସ୍ଥାୟିତ୍ୱ ଓ ଉପକୂଳ ସୁରକ୍ଷାକୁ ନେଇ ଏବେ ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ। କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଜରିଆରେ ପାରାଦୀପଠାରୁ ପୁରୀ ଓ ଗୋପାଳପୁର ଦେଇ ଦୀଘା ପର୍ଯ୍ୟନ୍ତ ଏକ କୋଷ୍ଟାଲ ହାଇୱେ ନିର୍ମାଣ ପାରାଦୀପର ଷଣ୍ଢକୁଦଠାରୁ ଆରମ୍ଭ ହୋଇଥିଲା। ଏହି କୋଷ୍ଟାଲ ହାଇୱେର ମୂଳ ଉଦ୍ଦେଶ୍ୟ ଥିଲା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାମୁଦ୍ରିକ ଜୁଆରରୁ ଉପକୂଳକୁ ସୁରକ୍ଷା ଦେବା ସହିତ ସମସ୍ତ ସହରକୁ ସଂଯୋଗ କରି ଏକ ଆର୍ଥିକ କରିଡର ତିଆରି କରିବା। ମାତ୍ର ଏବେ ଏହି ରାସ୍ତା ପାରାଦୀପ ଷଣ୍ଢକୁଦଠାରୁ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପର୍ଯ୍ୟନ୍ତ ତିଆରି ହେଉଥିଲେ ମଧ୍ୟ ଏହା ଏବେ ସ୍ଥାନୀୟ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଛି। ଏହି ଢଳେଇ ରାସ୍ତା କାର୍ଯ୍ୟରେ ସମ୍ପୃକ୍ତ ଠିକାଦାର ସମୁଦ୍ର କୂଳର ଲୁଣାବାଲି ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା କଳରେ ବଡ଼ ବଡ଼ ଖାଲ କରି ବାଲି ଉଠାଯାଇଛି। ଏମିତିକି ସମୁଦ୍ର କୂଳରେ ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ବାଲିକୁଦର ଚିହ୍ନବର୍ଣ୍ଣ ହଜିଗଲାଣି। ସମୁଦ୍ର କୂଳଠାରୁ 500 ମିଟର ମଧ୍ୟରେ ଗଛ କାଟି ଏବଂ ବାଲି ଉଠାଇ ସମ୍ପୃକ୍ତ ଠିକା ସଂସ୍ଥା ସିଆର୍ଜେଡ୍ ଆଇନର ଖୋଲାଖୋଲି ଉଲ୍ଲଂଘନ କରୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନିକ ଦୃଷ୍ଟି ପଡୁନାହିଁ। ଯଦି କୌଣସି ସାମୁଦ୍ରିକ ଝଡ଼ ହୁଏ ତେବେ ସମ୍ପୃକ୍ତ ଅଞ୍ଚଳକୁ ବୃକ୍ଷଶୂନ୍ୟ କରି ସମୁଦ୍ର କୂଳରୁ ବାଲି ଉଠାଯାଇ ସୃଷ୍ଟି ହୋଇଥିବା ପୋଖରୀ କିଛି କ୍ଷଣରେ ହିଁ ସମୁଦ୍ରରେ ମିଶିଯିବ ଏବଂ ଲୁଣା ବାଲିରେ ତିଆରି ହୋଇଥିବା ଏହି ଉପକୂଳ ସୁରକ୍ଷା ରାସ୍ତା ନଷ୍ଟ ହୋଇ ଜନବସତିକୁ ସମୁଦ୍ର ପ୍ରବେଶ କରିବ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ। ଆମେ ମାନେ ଯେତେ 19 ମସିହା ବାତ୍ୟା ଏଠି ହେଇଥିଲା ଷଣ୍ଢକୁଦ ବହୁତ କ୍ଷତି ହେଇଥିଲା, କିଛି ଲୋକ ମଧ୍ୟ ଭାସି ଯାଇଥିଲେ। ଯେତେବେଳେ ଗଭର୍ଣ୍ଣମେଣ୍ଟ ଏଇ ମେରାଇନ୍ ରୋଡଟିକୁ ଆମ ଷଣ୍ଢକୁଦ ସାଇଡ୍ ଦେଇ ସମୁଦ୍ର କୂଳ ଦେଇ କଲେ ସେତେବେଳେ ଆମର ଆଶା ଭରସା ଥିଲା ଯେ ଏଇ ମେରାଇନ୍ ରୋଡଟି ହେଇଗଲେ ଆମେ ନିଶ୍ଚିନ୍ତ ଗ୍ରାମବାସୀ ଉପକୃତ ହେବୁ ଏବଂ ବାତ୍ୟା ସମୟରେ ଯାହା ବି ହେଲେ ଇଏ ଆମକୁ ସୁରକ୍ଷିତ ଦେବ। କିନ୍ତୁ ବର୍ତ୍ତମାନ ଯେଉଁ କଣ୍ଟ୍ରାକ୍ଟର ତାର ଲାଭ ପାଇଁ ବର୍ତ୍ତମାନ ଯେଉଁ ରାସ୍ତାଟିକୁ ଦୁର୍ବଳ ଶ୍ରେଣୀର କରୁଛି, ଯୋଉଠି ମିଠା ବାଲି ଲାଗିବା କଥା ସେଠି ରୋଡ ସାଇଡ୍ ଲୁଣି ବାଲି ଉଠି କାମ କରୁଛନ୍ତି, ଏହା ଆମେ ଦେଖୁଛୁ ଯେ ଭବିଷ୍ୟତରେ କୌଣସି ଏକ ବାତ୍ୟା ହେଲେ ଏହା ନିଶ୍ଚିନ୍ତ ରୋଡର କ୍ଷତି ହେବ। ବର୍ତ୍ତମାନ ସୁଦ୍ଧା ବି ଛୋଟଖାଟ ବର୍ଷାରେ ରାସ୍ତାର କ୍ଷତି ହେଇସାରିଲାଣି। ନୂଆ ରାସ୍ତା କାମ ସରିନି କିନ୍ତୁ ଏବେ ବି ରାସ୍ତା ବହୁତ ଦୁର୍ବଳ ଶ୍ରେଣୀର। ଏଥିପାଇଁ ମୁଁ ସରକାରଙ୍କ ପାଖରେ ଅନୁରୋଧ କରିବି ଯେ ଏହା ପ୍ରତି ଟିକେ ଧ୍ୟାନ ଦେବେ ଏବଂ ଏହାର ତର୍ଜମା କରିବେ। ଶରତ ରାଉତ, ଜଗତସିଂହପୁର ଜିଲ୍ଲାର ସବୁଠୁ ସମ୍ବେଦନଶୀଳ ଜାଗା ହେଉଛି ଉପକୂଳର ଆମର ଜଟାଧାର ମୁହାଣ ଠାରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ଏଇ ଯେଉଁ ଅଞ୍ଚଳ, ଏହି ଅଞ୍ଚଳ ମଧ୍ୟରେ ଏବେ ବୃହତ ଶିଳ୍ପ ଗୁଡ଼ିକ ଠିଆ ହେଇଗଲାଣି। ଆହୁରି ଅନେକ ଗୁଡ଼ିଏ ବୃହତ ଶିଳ୍ପ ହେବ ବୋଲି ପ୍ରସ୍ତାବ ଚାଲିଛି। ସେହି ବୃହତ ଶିଳ୍ପ ଗୁଡ଼ିକ ପାଇଁ ଇଡ୍କୋ କର୍ତ୍ତୃପକ୍ଷ ଇଡ୍କୋ ଜରିଆରେ ଏବେ ରାସ୍ତା ନିର୍ମାଣ କାମ ଚାଲିଛି। ଯେଉଁ ଜାଗାରେ ରାସ୍ତା ନିର୍ମାଣ ହେଉଛି ସେ ହେଉଛି ସଂରକ୍ଷିତ ଅଞ୍ଚଳ, ଷଣ୍ଢକୁଦଠୁ ଉପାନ୍ତରୁ ତ୍ରିଲୋଚନପୁର ପର୍ଯ୍ୟନ୍ତ। ସେଇଟା ସରକାରଙ୍କର ସେଠି ଫଳକ ଲାଗିଛି। ଏଇଟା ହେଉଛି ସଂରକ୍ଷିତ ଜଙ୍ଗଲ। ସେଠି ପୋଖରୀ ଖୋଳାଯାଇଛି ଜଙ୍ଗଲୀ ଜୀବଜନ୍ତୁଙ୍କ ପାଣି ପିଇବା ଲାଗି ଏବଂ ସରକାର ମଧ୍ୟ ସେଠି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଜଙ୍ଗଲୀ ଜୀବଜନ୍ତୁଙ୍କ ପାଇଁ। ଆଉ ଦୁଃଖ ପଡ଼ି ତାପରେ ବିଷୟ ସେଇ ରାସ୍ତା ସେଇ ଜଙ୍ଗଲ ଦେଇକି ଏବେ ବିଶାଳ ରାସ୍ତା ଚାଲିଛି ଏବଂ ସେଇ ଜଙ୍ଗଲରେ ଥିବା ଉପକୂଳରେ ଥିବା ବାଲିକୁଦ ବା ବାଲି ଟିକିରା ଗୁଡ଼ିକୁ ତଡ଼ା ଯାଇକି ସେଇ ରାସ୍ତାରେ ବ୍ୟବହାର କରାଯାଉଛି ଏବଂ ସେଇ ବେଳାଭୂମିରୁ ମାନେ ଭୂତଳ ଜଳ ମଧ୍ୟ ଉତ୍ତୋଳନ କରିକି ଇଣ୍ଡଷ୍ଟ୍ରିକି ବିକ୍ରି କରାଯାଉଛି। ମଧ୍ୟ ଓଡ଼ିଶାରେ ସେଠି ବିକ୍ରି ହେଉଥିଲା କ'ଣ ଖଣି ବିକ୍ରି ହେଉଛି, ଏଠି ଆମ ଉପକୂଳ ଓଡ଼ିଶାରେ ବିକ୍ରି ହେଉଛି ବାଲି ଆଉ ପାଣି। ଏହାକୁ ରୋକାଯିବା ଦରକାର ଏବଂ ଯେଉଁଟା ବିଧି ବ୍ୟବସ୍ଥା ଅନୁସାରେ କରିବା କଥା ସେଇଟା କରିବା ଦରକାର। କାରଣ ପୂର୍ବ ସରକାର ସମୟରେ କୋଉଥିରେ ଦୁର୍ନୀତି ହେଉଥିଲା, ସରକାର ମାନେ ଏମିତି କରୁଥିଲେ। ଆମର ଆଶା ଥିଲା ସରକାର ପରିବର୍ତ୍ତନ ହେଲା ପରେ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେବ, କିନ୍ତୁ ସେମିତି କାହିଁ ଦେଖିବାକୁ ମିଳୁନି। ଯାହା ଥିଲା ସେୟା ଚାଲିଛି। ସରକାର ସିନା ବଦଳିଲେ କିନ୍ତୁ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଘଟୁନାହିଁ। ଏହାକୁ ମାନେ ଯେଉଁ ରାସ୍ତାର କାମ ମାନ ଏବଂ ଗୁଣବତ୍ତା ଏବଂ ଉପକୂଳ ସୁରକ୍ଷା ପାଇଁ ଏବଂ 1999 ମହାବାତ୍ୟା ଭଳି ପୁନରାବୃତ୍ତି ନ ହେବା ଭଳି ଏହାକୁ ସୁରକ୍ଷା ଦେବା ଦରକାର। ଜଙ୍ଗଲ ସଂରକ୍ଷିତ ରହିବା ଦରକାର, ବାଲି ଟିକିରା ମଧ୍ୟ ସଂରକ୍ଷିତ ରହିବା ଦରକାର। ଏହି କୋଷ୍ଟାଲ ହାଇୱେ ରାସ୍ତା ସମୁଦ୍ର କୂଳର ଗଞ୍ଜାମ ଠାରୁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ପଶ୍ଚିମବଙ୍ଗର ମେଦିନପୁର ଦେଇ 440 କିଲୋମିଟର ରାସ୍ତା ତିଆରି ପାଇଁ ପ୍ରସ୍ତାବ ରହିଛି, ଯାହା ଓଡ଼ିଶାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ ଲୋକଙ୍କ ପାଇଁ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ଏବଂ ଲଘୁଚାପ, ବାତ୍ୟା ଓ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନବସତିକୁ ସୁରକ୍ଷା ଦେବ ବୋଲି କୁହାଯାଉଛି। ହେଲେ କେନ୍ଦ୍ର ସରକାରଙ୍କ ଏହି ସାଗରମାଳା ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନଥିବା ବେଳେ ଷଣ୍ଢକୁଦରୁ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ କମ୍ପାନୀ ପର୍ଯ୍ୟନ୍ତ ତିଆରି କରାଯାଉଛି।
ମାତ୍ର ତାହା ମଧ୍ୟ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ପାଇଁ ଏବେ ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିରେ ଲୁଣାବାଲି ବ୍ୟବହାର ହେଉଥିବାରୁ କାମ ନ ସରୁଣୁ ଏହି ରାସ୍ତା ଧୀରେ ଧୀରେ ଖରାପ ହେବାରେ ଲାଗିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ପ୍ରଥମେ ଗଣମାଧ୍ୟମ ଲୋକଲୋଚନକୁ ଆଣିଲେ ଏହାର ତଦନ୍ତ କରାଯିବ ଏବଂ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇ ତଦନ୍ତର ବ୍ୟବସ୍ଥା କରିବେ ବୋଲି ଜଗତସିଂହପୁର ସାଂସଦ ପ୍ରକାଶ ରହିବା ସହିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଆଜି ଆମର ଭାରି ଦୁଃଖର କଥା ଯେ ମେରାଇନ୍ ଡ୍ରାଇଭ ଗଭର୍ଣ୍ଣମେଣ୍ଟ जो सांक्शन करी मेराइन ड्राइव रास्ताटा तैयारी होउची आमर रास्ताटा प्राय कंप्लीट होगा को आइला ही किंतु काम मझे थोड़े आम यही प्रशासन को जनइलु तार किसी प्रतिकार हो पारा ना एवं से जो कंट्राक्टर नौ से कोटी कोटी टका लाभ करूँ कि बाली अलग कौटे आणवे ना यही जंगल करू बाली उठे टोटाल सनकुटु पाखु ढिंकिया जो पोस्टाली से कैंप से पर्यटन आप रोड साइड जंगल साइड देखो संपूर्ण बाली ट्रिप ट्रिप उठे रास्तार मिसेकी से काम करमको भारी असुविधा हम जेहेतु अनेशत महाप्रलय बात्यार आमे माने जो ये गछ थिला बोली आमे माने किछिटा बंची जाइतलु किंतु एबे जो सिचुएशन है जो गुड़ा खाल कर सारे गछ को भी काटिकी जो कैंप रे लोक रोचंदी से माने भी से गछ को काटिकी जालिकी रोषे करी खाउचंदी गछ भी पूरा फांका हो गला आधे बाली ओरा को सब गाड़ गाड़ सब जगह कर सारे जदि भविष्य में एमती किसी महाप्रलय बात्या हुए ताले ये संडकुदु बस्ती पूरा बुड़ी जीव विशेषकर आम 19 नंबर वार्ड से मु प्रशासन को अनुरोध करुच्ची ये जो बाली माफिया जो माने ये बाली की नहीं कंट्राक्टर माने जो काम कर जो ढलई काम कर नजर रखु आपण माने गणमाध्यम जरिए ये कथाटा को लोकलोचन को आणतु एवं प्रशासन ये घटनाटा को निश्चित भाव में नब गुरुत्व सहकार नब एवं सांसद भाव में मो दृष्टि की जेहेतु आपण माने आनिचंती तेणु जातीय राजपथ को लेकर जो माने ठिकादारी करुचंती जदि ए प्रकार व्यतिक्रम करुथांती ताहले ये घटनाटा को मध्य मु ठिकाना अथॉरिटी को पाखक नेबी एवं तार तदंत करा जाय कि ठिकाना भाव में जो माने ठिकादारी नहीं सी तार जो भागमाप अनुसार सीमेंट बाली भागमाप ठिकाना भाव में रहा कथा सी जदि न करेबे तांको ऊपर दृढ़ कार्यानुष्ठान ग्रहण करा जिवो। लोकों सुरक्षा पाई कोटी कोटी टंकार निर्माण हेउथिबा कोस्टाल हाईवे रे लुणाबाली व्यवहार सहित सीआरजेड आईन उल्लंघन करी ठेकादार एबे स्थानीय लोकों जीवन विपद को ठेली देइथिबा अभियोग हेउछि। तुरंत एहार तदंत कराजिबा सहित दृढ़ कार्यानुष्ठान पाई साधाने दाबी हेउछि। ब्यूरो रिपोर्ट ओम टीवी ओडिया।